ଘରେ ବସି ନିଜେ ନିଜ ମୋବାଇଲରେ କେମିତି ନୂଆ ବିଦ୍ୟୁତ କନେକ୍ସନ୍ ନେଇପାରିବେ କିମ୍ବା ବିଦ୍ୟୁତ ଯଦି ନେଇଛନ୍ତି ତାକୁ କିଲୋୱାଟ୍ ଭାବରେ ବଢ଼ାଇବେ ନିଜେ ମୋବାଇଲରେ କରନ୍ତୁ। ସେଥିପାଇଁ ଆମକୁ କୌଣସି ବାହାର ଜାଗାକୁ ଯିବାକୁ ପଡ଼ିବନି। ନିଜ ମୋବାଇଲରେ ଘରେ ବସି କେମିତି ଆପ୍ଲାଏ କରିବ। ଚାଲନ୍ତୁ ଷ୍ଟାର୍ଟ କରିବା। ଜଗନ୍ନାଥ, ମୁଁ ପିକେ ଆପଣମାନଙ୍କୁ ସ୍ୱାଗତ କରୁଛି ପୁଣି ଏକ ନୂଆ ଭିଡ଼ିଓରେ। ଆଜି ଆମେ ଜାଣିବା ବିଦ୍ୟୁତ କନେକ୍ସନ୍ କେମିତି ନେବା। ପ୍ରଥମେ କୌଣସି ଏକ ବ୍ରାଉଜରକୁ ଯିବା, ଲେଖିବା ଏକ ମୋ ବିଦ୍ୟୁତ। ଲେଖିଲା ପରେ ଉପର ସାଇଡ଼୍ ଦେଖାଯିବ, ତାପରେ ଆମେ କ୍ଲିକ୍ କରିବା। ଏହିପରି ଆପଣମାନଙ୍କୁ ଏକ ପେଜ୍ ଦେଖାଇବ। ଏଠି ଦେଖିପାରୁଥିବେ ଆପଣ ମୋ ସରକାର। ଆପଣଙ୍କର ଯେଉଁ କମ୍ପାନୀ ହେଇଥିବ ସେଇ କମ୍ପାନୀରେ ଆପଣ ଆପ୍ଲାଏ କରିବେ। ଏଠି ତ ଖାସ୍ କରିକି ଆମର ବର୍ତ୍ତମାନ ଟାଟା ପାୱାର ନେଇଯାଇଛି। ଟାଟା ପାୱାର ଉପରେ ଆମେ କ୍ଲିକ୍ କରିବା। ଏଠି ଦେଖାଉଛି ନ୍ୟୁ ସର୍ଭିସ୍ କନେକ୍ସନ୍। ତାପରେ ଆମେ କ୍ଲିକ୍ କରିବା। କ୍ଲିକ୍ କଲା ପରେ ଏଠି ଆପଣଙ୍କର ନିଜ ମୋବାଇଲ ନମ୍ବରଟିକୁ ଦେଇଦେବେ। ଦେଲା ପରେ ଗୋଟେ ସେଣ୍ଡ OTP ପଠାଯିବ। ପଠାଇଲା ପରେ ଏଠି OTPଟି ଆସିବ। OTPଟି ଆମେ ଏଠି ଦେଇଦେବା। OTPଟି ଦେଲା ପରେ ତାପରେ ଏଠି ଆମେ କ୍ୟାପଚାଟିକୁ ଫିଲ୍ କରିଦେବା। ତାପରେ ଭେରିଫାଇ OTP ଉପରେ ଆମେ କ୍ଲିକ୍ କରିବା। ଦେଖିପାରୁଥିବେ ଏହିପରି ଏକ ପେଜ୍ ଆପଣମାନଙ୍କ ସାମ୍ନାରେ ଦେଖାଯିବ। ଏଠି ପ୍ରଥମେ ଆପଣ ଭଲ ଭାବରେ ପ୍ରପର୍ ଯେଉଁ ବାଁ କଡ଼ରେ ଲେଖା ହେଇଛି 1 ନମ୍ବର 2 ନମ୍ବର 3 ନମ୍ବର, ତାପରେ ଭଲ ଭାବରେ ପଢ଼ିବେ। ଏଠି ଲେଖା ହେଇଛି ଆପଣ କେଉଁ କମ୍ପାନୀ ଆପଣଙ୍କ ଏରିଆର କେଉଁ କମ୍ପାନୀ ଅଛି। ଯେହେତୁ ଆମର TPNODL, ତାପରେ ମୁଁ କ୍ଲିକ୍ କରିଦେଉଛି। ଆପଣମାନଙ୍କୁ ଦେଖାଉଛି ଆପଣଙ୍କର ଯେଉଁ କମ୍ପାନୀ ହେଇଥିବ କରିବେ। ଆପଣ ଯଦି କମର୍ସିଆଲ ନେବେ କି ନେବେ, ଯଦି ଘରୋଇ କନେକ୍ସନ୍ ନେବେ, ମୁଁ ଏଠି ଘରୋଇ କନେକ୍ସନ୍ ନେଉଛି, ସେଥିପାଇଁ LT1 ମାରୁଛି। ତାପରେ ଆପଣ ଏଠି ପାର୍ମାନେଣ୍ଟ ନେବେ କି ଟେମ୍ପୋରାରୀ ନେବେ। ଯଦି ପାର୍ମାନେଣ୍ଟ ନେବେ ପାର୍ମାନେଣ୍ଟ ଲେଖିବେ। ତାପରେ ଆପଣମାନଙ୍କୁ ପଚାରୁଛି ଆପଣଙ୍କ ଘର କମ୍ପ୍ଲିଟ୍ ହେଇଛି କି ନାହିଁ, ୟେସ୍ କରିଦେବେ। ତାପରେ ୱାରିଂ ହେଇଛି ନା ନାହିଁ ୟେସ୍ କରିଦେବେ। କିଛି କଥା ନାହିଁ, ୟେସ୍ କରିଦେଇ ଚାଲନ୍ତୁ। ଆପଣଙ୍କର ପୂର୍ବରୁ କନେକ୍ସନ୍ ଅଛି ନା ନାହିଁ ନ କରିଦେବେ। ତାପରେ ୟେସ୍ କରିଦେବା। ତମ ଆପଣ ଆପଣଙ୍କ ହିସାବରେ ଦେବେ ୟେସ୍ ନ। ଯଦି ଆପଣ ଆଗରୁ ନେଇଛନ୍ତି ୟେସ୍ କରିବେ, ନହେଲେ ନାହିଁ ନ କରିଦେବେ। ତାପରେ ଆପଣଙ୍କର ଯେ ଲାଇନ୍ ଘୁଣ୍ଟିଟା ତଳେ ଲେଖାହେଉଛି ଆପଣଙ୍କ 30। ଆଉ ଗୋଟେ ପେଜ୍କୁ ଯିବା। ବର୍ତ୍ତମାନ ଆପଣ ଏଠି ଲେଖିବେ ନ୍ୟୁ କନେକ୍ସନ୍, ତାପରେ ନିୟରେଷ୍ଟ କଷ୍ଟମର ନମ୍ବର। ଆପଣଙ୍କର ଏଇ ଯେଉଁ ପାଖରେ ଯଦି ଇଲେକ୍ଟ୍ରିକ୍ ବିଲ୍ କାହାର ଅଛି ଆପଣ ସେଇଟା ବି ଦେଇପାରିବେ। ତାପରେ ଆପଣ ନିଜ ନାଁ ଲେଖିବେ। ତାପରେ ଆପଣଙ୍କର ଫାର୍ଷ୍ଟ ନେମ୍ ଲେଖିବେ, ଲାଷ୍ଟ ନେମ୍ ଲେଖିବେ ଏବଂ ଆପଣ ଯଦି ନିଜେ କରୁନାହାନ୍ତି ତାମାନେ ରିଲେସନ୍ ଆଉ କିଏ କରୁଛନ୍ତି ତାଙ୍କ ରିଲେସନ୍ ବି ଲେଖିବେ। ତାର ପାରପୋଜ ପାୱାର ସପ୍ଲାଏ ଆପଣ କ'ଣ ପାଇଁ ନେବେ। ଘରୋଇ ପାଇଁ ହେଲେ ମୁଁ ଯେଉଁଠି ସିଲେକ୍ସନ୍ କରୁଛି ତା ସିଲେକ୍ସନ୍ କରି ନେଇଯିବେ। ଯଦି ଅଲଗା କ୍ଷେତ୍ରରେ ନେବେ ମାନେ ଏଗ୍ରିକଲଚର ଅଛି, ଯାହା ଅଛି ଆପଣ ତାହା ସେଇ ହିସାବରେ ଦେଇଦେବେ। ଆପଣଙ୍କ ହିସାବରେ ଦେବେ ଏଇଟା। ଏଗୁଡ଼ାକ ଯାହା ଅଛି ଆପଣଙ୍କ ହିସାବରେ ଦେବେ। ଏଇଟା ତ ଆମେ କହିପାରିବାନି। ତାପରେ ଏଠି ଲେଖା ହେଇଛି ପାନ୍ ନମ୍ବର, GST ନମ୍ବର, ଏଗୁଡ଼ା ଅପସନାଲ୍ ଅଛି। ଦେଲେ ବି ଚଳିବ, ନଦେଲେ ବି କିଛି ଦରକାର ନାହିଁ। ସେଇ ହିସାବରେ ଆପଣଙ୍କୁ ଚୁଜ୍ କରିକି ଦେବେ। ମୁଁ ଯାହା ଚୁଜ୍ କରୁଛି ଆପଣ ସେ ବି ହେଇନଥାଇପାରେ।
ତାପରେ ଦେଖିବେ ଏଠି ଲାଟିଚ୍ୟୁଡ୍ ଲଙ୍ଗିଚ୍ୟୁଡ୍ ପଡ଼ିଛି ଦେବେ। ତାପରେ ପୋଷ୍ଟାଲ ଆଡ୍ରେସ୍ ମାଗୁଛି, ପୋଷ୍ଟାଲ ଆଡ୍ରେସ୍ ଯଦି ଗାଁ ସହିତ ସେମ୍ ଥିବ ଦେଇଦେବେ। ତାପରେ ଏଠି ୟୁଟିଲିଟି ଡିସ୍କମ୍ ମାଗୁଛି, ଆପଣଙ୍କର ଅଲଗା ଯେଉଁ କମ୍ପାନୀର କନେକ୍ସନ୍ ଆଗରୁ ଅଛି ଥିଲା କିଏ ନେଇଥିଲା ସେଇ ବିଷୟରେ ଆପଣ ଦେବେ। ଯଦି ନଥିବେ ନ କରିଦେବେ, କିଛି ଦରକାର ନାହିଁ, ଛାଡ଼ିଦେବେ। ଛାଡ଼ିଦେଲା ପରେ ତାପରେ ଏଇଠି ଦେଖାଇବ ଆପଣଙ୍କୁ କେତେ କିଲୋୱାଟ୍ରେ ନେବେ। ଏଇଟା ଭଲ ଭାବରେ ଦେଖିବେ, ଯଦି ଯେତେ କିଲୋୱାଟ୍ ନେବେ ସେଇ ହିସାବରେ ଆପଣଙ୍କୁ ପେମେଣ୍ଟ କରିବାକୁ ପଡ଼ିବ। ପେମେଣ୍ଟଟା ସେଇ ହିସାବରେ ଦେଖାଇବ ଆପଣଙ୍କୁ। ତାପରେ ଏଇଠି ତଳକୁ ଟିକେ ଆସିବା, ଦେଖିବେ ଟ୍ୟୁବଲାଇଟ୍ ଆପଣଙ୍କର ଏଠି 40 ୱାଟ୍ ଦେଖାଉଛି। ଆପଣ କେତେଟା ଚଲେଇବେ ସେଇ ହିସାବରେ ଆପଣ ଦେବେ। ସାଇଡ଼ରେ ଲେଖା ହେଇଛି ନମ୍ବର ଅଫ୍ ନଜ୍, ଆପଣ ଯେତେଟା ଦେବେ ସେଇ ହିସାବରେ ଦେବେ। ସେଇ ହିସାବରେ ଆପଣଙ୍କର ୱାଟ୍ଟା ବଢ଼ି ବଢ଼ି ଆସିବ। ଏଠି ସବୁ ପ୍ରକାର ଅଛି, ଫ୍ରିଜ୍ କତୁରୁ ନେଇକି ଏସି ପର୍ଯ୍ୟନ୍ତ ଆପଣଙ୍କୁ ସେଇ ହିସାବରେ ୱାଟ୍ ବି ପଡ଼ି ଚାଲିଯିବ। ଆପଣଙ୍କୁ ସେଇ ହିସାବରେ ବିଲ୍ଟା ଆସିବ। ଏ ଟୋଟାଲ୍ ହେଇଯିବ। ଏଇଠି ଟୋଟାଲ୍ ହେଇଗଲା ପରେ ଆପଣଙ୍କର ତାପରେ ତଳେ ବକ୍ସ ଦୁଇଟାକୁ କ୍ଲିକ୍ କରିବେ, ସବମିଟ୍ ଉପରେ କ୍ଲିକ୍ କରିବେ। ତାପରେ ଆପଣଙ୍କୁ ଡକୁମେଣ୍ଟ ଅପଲୋଡ଼ କରିବା ପାଇଁ କହିବ। ପ୍ରଥମେ ତ ପାସପୋର୍ଟ ଦରକାର, ତାପରେ ଆପଣଙ୍କର ଲ୍ୟାଣ୍ଡଟା ନିହାତି ଦରକାର, ତାପରେ ଆଧାର କାର୍ଡ଼। ଏ ତିନିଟି ଜିନିଷ ହେଲେ ଆପଣଙ୍କର ହେଇଯିବ।